ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଧାନ ମଣ୍ଡି ପଞ୍ଜୀକରଣ ପାଇଁ ଫର୍ମଟିକୁ ଆପଣମାନେ ନିର୍ଭୁଲ ଭାବରେ କେମିତି ଫିଲ୍ଅପ୍ କରିବେ। ତ କେଉଁ କେଉଁ କଣ୍ଡିସନରେ ଆପଣମାନଙ୍କୁ କେଉଁ ଟାଇପ୍ରେ ଫର୍ମଟିକୁ ଫିଲ୍ଅପ୍ କରିବାର ଅଛି। ତ ପ୍ରଥମ କଣ୍ଡିସନଟି ରହିଛି ଯଦି ଜେଜେବାପାଙ୍କ ନାମରେ ଜମି ଥିଲେ ଆପଣମାନେ ଫର୍ମଟିକୁ କେମିତି ଭରିବେ। ଦ୍ୱିତୀୟ କଣ୍ଡିସନଟି ରହିଛି ଆପଣଙ୍କ ବାପାଙ୍କ ନାଁରେ ଜମି ରହିଛି କିନ୍ତୁ ବାପା ମୃତ୍ୟୁ ରହିଛନ୍ତି, ତାହେଲେ ସେ କ୍ଷେତ୍ରରେ ଆପଣମାନେ ଫର୍ମଟିକୁ କେମିତି ଭରିବେ। ତୃତୀୟ କଣ୍ଡିସନଟି ହେଲା ଜଏଣ୍ଟ ପଟ୍ଟା ଥିଲେ ଆପଣମାନେ ଫର୍ମଟିକୁ କେମିତି ଭରିବେ। ଚତୁର୍ଥ କଣ୍ଡିସନଟି ହେଲା ନିଜ ନାମରେ ଜମି ଥିଲେ ଆପଣମାନେ ଫର୍ମଟିକୁ କେମିତି ଭରିବେ। ଏହି ସବୁ କଣ୍ଡିସନରେ ଯଦି ଆପଣମାନେ ଫର୍ମଟିକୁ ଭରିବା ପାଇଁ ଯାଉଛନ୍ତି, ଥରେ ଏ ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖି ନିଅନ୍ତୁ ବିନା ସ୍କିପ୍ରେ, ଯାହାଫଳରେ ଆପଣମାନେ ଡିଟେଲ୍ସ ଇନଫର୍ମେସନ୍ ପାଇପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ମୁଁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣମାନେ ଭିଡ଼ିଓଟିକୁ ଦେଖୁଥାନ୍ତି ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ। ଯେତେବେଳେ ଫର୍ମଟିକୁ ଆପଣମାନେ ଭରିବେ ନିର୍ଭୁଲ ଭାବରେ ଫର୍ମଟିକୁ ଭରିବେ, ସଠିକ୍ ସୂଚନା ଦେବେ, କାରଣ ଏହି ଫର୍ମଟିକୁ ଅନଲାଇନ୍ରେ ଅପଲୋଡ଼ କରାଯିବ। ତ ସେଥିପାଇଁ ଆପଣମାନେ ଟେକ୍ନିକ୍ ତଥ୍ୟ ଗୁଡ଼ିକ ଠିକ୍ ଭାବରେ ଭରିବା ପାଇଁ ଚେଷ୍ଟା କରିବେ। ପ୍ରଥମେ ଦେଖନ୍ତୁ, ଆପଣମାନଙ୍କର ବାପାଙ୍କ ନାଁରେ ଜମି ପଟ୍ଟା ଥାଉ କିମ୍ବା ଆପଣମାନଙ୍କର ଜେଜେବାପାଙ୍କ ନାମରେ ଜମି ପଟ୍ଟା ଥାଉ, ତ ଆପଣମାନେ ଏହି ଫର୍ମଟିକୁ ଭରିବାର ଅଛି। ଓଡ଼ିଶା ସରକାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଚାଷୀ ପଞ୍ଜୀକରଣ ଫର୍ମ KMS 2026-2027 ଖରିଫ ଯୋଡ଼ା ରହିଛି। ଏହି ଫର୍ମରେ ଆପଣମାନଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ଭରିବାର ଅଛି। ତ ପ୍ରଥମେ ମୁଁ ଆପଣମାନଙ୍କୁ ଦେଖାଇବା ପାଇଁ ଚାହିଁବି। ତ ପ୍ରଥମେ ଆପଣମାନଙ୍କର ରହିଛି ଜିଲ୍ଲା, ଆପଣ କେଉଁ ଜିଲ୍ଲାରୁ ବିଲଙ୍ଗସ୍ କରୁଛନ୍ତି ଏହି ବକ୍ସରେ ଆପଣ ଲେଖିଦିଅନ୍ତୁ। ତାପରେ ଆପଣମାନଙ୍କର 2 ନମ୍ବରରେ ତହସିଲ ରହିଛି, ଆପଣଙ୍କର ତହସିଲଟା କେଉଁଠି ଆପଣ ଏହି ବକ୍ସରେ ଲେଖିଦିଅନ୍ତୁ। ତାପରେ 3 ନମ୍ବରରେ ଆପଣମାନେ ବ୍ଲକ ଲେଖିବେ ନଚେତ୍ ସହରାଞ୍ଚଳ ଲେଖିବେ। ତ ସବୁଠୁ ବେଷ୍ଟ ହେବ ଆପଣଙ୍କର ବ୍ଲକ ନେମ୍ଟିକୁ ଏହି ବକ୍ସରେ ଲେଖିଦିଅନ୍ତୁ। ତାପରେ 4 ନମ୍ବରରେ ଆପଣମାନଙ୍କର ପଞ୍ଚାୟତ ୱାର୍ଡ ନମ୍ବର ରହିଛି, ତ ଆପଣ କ'ଣ କରିବେ ପଞ୍ଚାୟତର ନେମ୍ଟିକୁ ଏହି ବକ୍ସରେ ଆପଣ ଲେଖିଦିଅନ୍ତୁ। ତାପରେ ଆସନ୍ତୁ 5 ନମ୍ବରରେ କ'ଣ ଅଛି ଦେଖିବା। 5 ନମ୍ବରରେ ଆପଣମାନଙ୍କର ଗ୍ରାମ ରହିଛି, ତ ଆପଣମାନଙ୍କର ବେଷ୍ଟ ହେବ ଆପଣଙ୍କର ଗ୍ରାମ ନେମ୍ଟିକୁ ଏହି ବକ୍ସରେ ଆପଣ ଲେଖିଦିଅନ୍ତୁ। ପ୍ଲଟ୍ ନମ୍ବର ନ ଲେଖିକି ଆପଣ ଗ୍ରାମ ନେମ୍ଟି ଏହି ବକ୍ସରେ ଲେଖିଦିଅନ୍ତୁ। ତାପରେ 6 ନମ୍ବରରେ ଆପଣମାନଙ୍କର ପିନକୋଡ଼, ପୋଷ୍ଟାଲ ପିନକୋଡ଼ କେତେ ରହିଛି ଆପଣମାନେ ଏହି ବକ୍ସରେ ଲେଖିଦିଅନ୍ତୁ। ତାପରେ ଆସନ୍ତୁ 7 ନମ୍ବରକୁ ଯିବା। 7 ନମ୍ବରରେ ଏଠି ନାମ ଆପଣ ଲେଖିବେ, ଆଧାର କାର୍ଡ଼ରେ ଯେଉଁ ନାମ ରହିଛି ଆପଣ ଏହି ବକ୍ସରେ ଲେଖିଦେବେ। ଯେଉଁ ଚାଷୀ ପଞ୍ଜୀକରଣ କରିବା ପାଇଁ ଚାହୁଁଛନ୍ତି ତାଙ୍କର ନାମ ଏହି ବକ୍ସରେ ଆପଣ ନିର୍ଭୁଲ ଭାବରେ ଲେଖିବେ, ଯେଉଁଟା ଆଧାର କାର୍ଡ଼ରେ ରହିଛି ସେଇ ନେମ୍ଟିକୁ ଆପଣମାନେ ଏହି ବକ୍ସରେ ଲେଖିବେ। ତାପରେ ଆପଣମାନଙ୍କର 8 ନମ୍ବର ରହିଛି ସମ୍ପର୍କ ରହିଛି। ସମ୍ପର୍କ କହିବାକୁ ଗଲେ ତ ଯଦି ପୁରୁଷ ଆବେଦନକାରୀ ହେଇଥିବେ ତାଙ୍କର ପିତାଙ୍କ ନାମ ଏହି ବକ୍ସରେ ଲେଖିବେ, ଯଦି ମହିଳା ଆବେଦନକାରୀ ହେଇଥିବେ ତାଙ୍କର ସ୍ୱାମୀଙ୍କ ନାମ ଏହି ବକ୍ସରେ ଲେଖିବେ। ତାପରେ ଆସନ୍ତୁ ଦେଖିବା 9 ନମ୍ବର ଦେଖିବା। 9 ନମ୍ବରରେ କ'ଣ ରହିଛି, 9 ନମ୍ବରରେ ଆପଣମାନଙ୍କର ରହିଛି ପରିବାର ସଦସ୍ୟଙ୍କ ସଂଖ୍ୟା ଆପଣ ଲେଖିଦେବେ। ଯେଉଁ ଚାଷୀ ଆବେଦନ କରୁଛନ୍ତି ତାଙ୍କ ପରିବାରର ସଦସ୍ୟ ସଂଖ୍ୟା କେତେ ଏହି ବକ୍ସରେ ଆପଣ ଲେଖିଦେବେ। ତାପରେ ଆପଣମାନଙ୍କର 10 ନମ୍ବର ରହିଛି। 10 ନମ୍ବର କ'ଣ ସମ୍ପର୍କୀୟ ନାମ, ତ ଆପଣ ଆବେଦନ କରୁଛନ୍ତି ତ ଜମି ମାଲିକଙ୍କ ସହିତ ଆପଣମାନଙ୍କର କି ସମ୍ପର୍କ ରହିଛି ତ ଆପଣ ଏହି ବକ୍ସରେ ଲେଖିଦେବେ। ତ ଆପଣଙ୍କ ବାପାଙ୍କ ନାମରେ ଜମି ଅଛି କିମ୍ବା ଆପଣମାନଙ୍କର ଜେଜେବାପାଙ୍କ ନାମରେ ଜମି ଅଛି, ତ ଆପଣ ସମ୍ପର୍କରେ କ'ଣ ହେବେ ଏହି ବକ୍ସରେ ଆପଣ ଲେଖିବେ। ତାପରେ ଆସନ୍ତୁ 11 ନମ୍ବର ରହିଛି। 11 ନମ୍ବର ରହିଛି ମୋବାଇଲ ନମ୍ବର ଆଧାର କାର୍ଡ଼ ଅନୁଯାୟୀ ଯଦି ଅଛି, ଆଧାର କାର୍ଡ଼ରେ ଆପଣମାନଙ୍କର ଯେଉଁ ମୋବାଇଲ ନମ୍ବରଟି ରହିଛି ସେଇ ମୋବାଇଲ ନମ୍ବରଟିକୁ ଏହି ବକ୍ସରେ ଆପଣମାନେ ନିର୍ଭୁଲ ଭାବରେ ଲେଖିଦିଅନ୍ତୁ। ତାପରେ ଆପଣମାନଙ୍କର 12 ନମ୍ବର। 12 ନମ୍ବର କ'ଣ କୃଷକ ରେଜିଷ୍ଟ୍ରି ସଂଖ୍ୟା, ଯଦି ଆପଣମାନେ ଏଗ୍ରିଷ୍ଟାକ୍ ଫାର୍ମର ଆଇଡି କରିଛନ୍ତି ତାର
नंबर टी को एई बॉक्स रे आपण माने लिखि दियंतु। जदि आपण को पाखरे एग्रीस्टाक फार्मर आईडी नाही ताहाले आपण माने एही टेबल टी को खाली छाड़ दियंतु, न लिखिले चलिबो। तापर आसंतु 13 नंबर को। तो एठी आपण मानकर रहिछि बैंक नेम। तो आपण मानकर केउ बैंक रे खाता रहिछि सेही बैंक नेम टी को एठी आपण लिखि दियंतु। आपण मानकर बैंक शाखा नेम एठी आपण लिखि दियंतु। तापर 15 नंबर रे जमा खाता नंबर है आपनकर अकाउंट नंबर एई बॉक्स रे निर्भुल भाव रे आपण लिखि दियंतु। तापर आपण मानकर बैंक खाता रे आईएफसी कोड रहिछि सेही आईएफसी कोड टी को आपण माने निर्भुल भाव रे लिखि दियंतु। तो एठी आपण मानकु सूचित करा जाउछि जे गुटे नोटिस मध्य रहिछि आधार संयुक्त बैंक खाता रे धान विक्रय रो प्राप्य प्रदान करा जिवो। जदि एक रु अधिक आधार संयुक्त बैंक खाता थाए सद्य ईकेवाईसी होइतिबा बैंक खाता रे प्राप्य प्रदान करा जिवो। तापर आसंतु आपण मानकर 17 नंबर को जिबा। 17 नंबर रे आपण मानकर आधार नंबर निर्भुल भाव रे एई बॉक्स रे आपण माने दे दियंतु। तापर आसंतु जिबा 18 नंबर को। 18 नंबर रे कोन रहिछि देखिबा। देखंतु 18 नंबर रे आपण मानकर रहिछि जाति रहिछि। तो आपण मानकर को जाति अनुसूचित जाति ना अनुसूचित जनजाति। जदि अनुसूचित जाति हेतिबो ताले आपण माने एई बॉक्स रे ठीक करिवे जोटा कि आपण मानकर एससी। जदि आपण मानकर अनुसूचित जनजाति हेतिबो ताले आपण माने एसटी। एई बॉक्स रे आपण मानकू ठीक करिबा पई पड़िबो। तापर देखंतु जदि आपण माने अन्यान्य जाति हेतिबे ओबीसी कि जनरल जहाँ भी हेतिबे एई बॉक्स रे आपण ठीक करिवे। तापर आसंतु आमे जिबा 19 नंबर को। 19 नंबर रे कोन रहिछि ऑप्शन देखिबा। तो देखंतु 19 नंबर रे आपण मानकर रहिछि लिंग रहिछि। तो आपण मेल कि फीमेल जदि मेल हेतिबे एई बॉक्स रे आपण ठीक करिवे, जदि फीमेल हेतिबे एई बॉक्स रे आपण ठीक करिवे, जदि आपण माने तृतीय लिंग हेतिबे ताले एई बॉक्स रे आपण ठीक करिवे। तापर आसंतु 21 नंबर को जिबा। एठी आपण मानकर 21 नंबर रे कोन रहिछि धान विक्रय करिबा केंद्र नाम। आपण मानकर धान विक्रय केंद्र नाम कोन रहिछि एई बॉक्स रे आपण माने लिखिबे। तापर आसंतु आमे जिबा 20 नंबर को जिबा। 20 नंबर रे कोन ऑप्शन रहिछि आमे देखिबा। देखंतु 20 नंबर ऑप्शन रे आपण मानकर रहिछि मंडी को धान आनिबार संभावित समय। तो एठी आपण माने मंडी को मासरे धान आनिबे एई बॉक्स रे आपण लिखिबे जोटा कि मासर नेम लिखा आइछि को मासरे आपण धान आनिबे। तापर एठी ऑप्शन रहिछि 20 नंबर रे पक्ष को चयन करंतु। तो प्रथम पक्ष आपण माने जदि प्रथम पक्ष रे धान आनिबा पई चाहुचंती मंडी को ताले आपण एई बॉक्स रे ठीक करिवे। प्रथम पक्ष कहिबा गले 1 रु 15 तारिख 15 तारिख मध्य रे आपण मानकर प्रथम पक्ष हेबो। तापरे एठी आपण मानकर द्वितीय पक्ष तो 15 रु आपण मानकर 30 तारिख एटा आपण मानकर द्वितीय पक्ष हबो। जदि आपण 15 रु 30 तारिख मध्य रे धान दवा पई चाहुचंती ताले आपण द्वितीय पक्ष रे ठीक करिवे। 20 परे आसंतु 21 नंबर को जिबा। 21 नंबर रे कोन रहिछि 21 नंबर रे आपण मानकु मु कहि देछि जे धान विक्रय करिवार केंद्र नाम आपण एई बॉक्स रे लिखिबे।